ଚମ୍ପା କାଉର ପୁଅ ଝିଅ ନଥିଲେ, ସେଥିପାଇଁ ସେ ଦୁଇଟି ଅନାଥ ଚଢ଼େଇ ଛୁଆଙ୍କୁ ପାଳିଥିଲା। ସେ ତାଙ୍କର ନାଁ ରଖିଥିଲା କୁନି ଆଉ ମୁନି। କୁନି ଆଉ ମୁନି ଥିଲେ ଭାରି ଅଳସୁଆ। ସେମାନେ କୌଣସି କାମରେ ଚମ୍ପା କାଉକୁ ସାହାଯ୍ୟ କରୁନଥିଲେ। ଦିନେ ଚମ୍ପା କାଉ ସେମାନଙ୍କୁ କହିଲା, ତମେ ଦୁଇ ଜଣ ଏତେ ବଡ଼ ହେଇଗଲଣି, ଏଯାଏଁ ଘର କାମ କିଛି ଶିଖିଲନି। ମୁଁ ଆଉ ତମମାନଙ୍କୁ ଘରେ ବସି ଖୁଆଇ ପାରିବିନି। ତମେ ଦୁଇ ଜଣ ନିଜ ବ୍ୟବସ୍ଥା କରିନିଅ। ମା, ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଆମେ ଆଉ ଅଳସୁଆ ହେବୁନି। ଘର କାମରେ ତୁମକୁ ସାହାଯ୍ୟ କରିବୁ ଆଉ ତୁମର ସବୁ କଥା ମାନିବୁ। ଆମକୁ ଏ ଘରୁ ବାହାର କରନି। ତମେ ମାନେ ସତ କହୁଛ? ତେବେ ଠିକ ଅଛି। ପୂର୍ବ ଜଙ୍ଗଲରେ ମୋର ଏକ ଜମି ଅଛି। ମୁଁ ସେ ଜମି ତମ ଦୁଇ ଜଣଙ୍କୁ ଦେଲି। ଯିଏ ବି ସେ ଜମିରେ ଚାଷ କରି ଅଧିକ ଫସଲ ଫଳେଇ ପାରିବ ସିଏ ମୋ ଘରେ ରହିବ। ମୁଁ 2 ମାସ ପାଇଁ ଗୋଟେ କାମରେ ବାହାରକୁ ଯାଉଛି। ଫେରିଲା ପରେ ମୁଁ ତମମାନଙ୍କ କାମ ଦେଖିବି। ଏମିତି କହି ଚମ୍ପା କାଉ ସେଠାରୁ ଚାଲିଗଲା। ଦୁଇ ଭଉଣୀ କଥା ହେଲେ, ଆରେ ମୁନି, ଏବେ କ'ଣ କରିବା? ଅଲଗା ଅଲଗା ଚାଷ କରିବା ନା ଏକାଠି କରିବା? ଅଲଗା ଅଲଗା ଚାଷ କଲେ ଜଣେ ଜିତିବ ଆଉ ଜଣେ ହାରିବ। ସେମିତି ହେଲେ ଆମ ଦୁଇ ଜଣଙ୍କ ଭିତରୁ ଯିଏ ହେଲେ ଜଣେ ଘର ଛାଡ଼ିଯିବ। ତାଠୁ ଭଲ ହେବ ଆମେ ଦୁଇ ଜଣ ମିଶି ଏକାଠି ଚାଷ କରିବା। ସେମିତି ହେଲେ ଆମେ ଦୁଇ ଜଣ ଯାକ ହିଁ ଘରେ ରହିପାରିବା। ତେବେ ଠିକ ଅଛି, ଚାଲେ ବି ଯିବା, ଚାଷ କାମ ଆରମ୍ଭ କରିବା। ତାପରେ କୁନି ଆଉ ମୁନି ଜମିକୁ ଗଲେ। ଆରେ ମୁନି, ଆମେ କ'ଣ ଭଲ ଫସଲ ଫଳେଇ ପାରିବା? ଭଗବାନ ଚାହିଁଲେ ସବୁ ସମ୍ଭବ ହେବ। ଦିଦି, ତୁ କାମରେ ଲାଗି ପଡ଼। ମୁଁ ଯାଉଛି, ଭଗବାନଙ୍କୁ ପ୍ରାର୍ଥନା କରି ଆସିବି। ହେ ଭଗବାନ, ଆମର ଭଲ ଫସଲ ହେଉ। ହେ ଭଗବାନ, ଆମର ଭଲ ଫସଲ ହେଉ। ଏମିତି ମୁନି ବସି ବସି ଭଗବାନଙ୍କୁ ଧ୍ୟାନ କଲା। ସେପଟେ କୁନି ହଳ କଲା ଆଉ ମଞ୍ଜି ବୁଣିଲା। ତାପରେ ସେ ମୁନି ପାଖକୁ ଆସିଲା। ଏ ମୁନି, ମୋର ସବୁ କାମ ସରିଗଲା। ତୋର ଏଯାଏଁ ଧ୍ୟାନ ସରିନି। ସନ୍ଧ୍ୟା ହେଇଗଲାଣି, ଚାଲେ ବି ଘରକୁ ଯିବା। ଓହୋ ଦିଦି, ଆଜି ଭଗବାନଙ୍କୁ ଧ୍ୟାନ କରି କରି ମୁଁ ଥକି ଗଲି। ଭାରି ଭୋକ ଲାଗିଲାଣି, ଚାଲେ ବି ଘରକୁ ଯିବା। ଏମିତି ମୁନି କିଛି ବି କାମ ନ କରି ସବୁଦିନ ବସି ବସି ଧ୍ୟାନ କରୁଥିଲା। ସେପଟେ କୁନି କଠୋର ପରିଶ୍ରମ କରି ଜମିରେ ଚାଷ କରୁଥିଲା। କିଛି ଦିନ ପରେ ତାଙ୍କ ଜମିରେ ଭଲ ଫସଲ ଫଳିଲା। ଧାନ କାଟିବାର ସମୟ ଆସିଗଲା। ଦେଖିଲୁ ତ ଦିଦି, ମୁଁ ଭଗବାନଙ୍କୁ ଧ୍ୟାନ କଲି ବୋଲି ଆମର କେତେ ଭଲ ଫସଲ ହେଇଛି। ଆଉ କିଛି ଦିନ ପରେ ମା ଘରକୁ ଆସିବେ। ଆମେ କାଲି ହିଁ ଫସଲ କାଟି ବିକ୍ରି କରିବା ଆଉ ତାଙ୍କୁ ସେ ଟଙ୍କା ଦେବା। ପରଦିନ ସକାଳେ କୁନି ଫସଲ କାଟି ବଜାରକୁ ନେଲା ଆଉ ବିକ୍ରି କଲା। ସେପଟେ ମୁନି ସେମିତି ଧ୍ୟାନରେ ବସିଥିଲା। କିଛି ସମୟ ପରେ କୁନି ଫସଲ ବିକା ଟଙ୍କା ଧରି ଘରକୁ ଫେରିଲା। ଦିଦି, ତୁ ଆସିଗଲୁ। ଫସଲ ବିକ୍ରି କରି ତୁ କେତେ ଟଙ୍କା ପାଇଲୁ? ମୁଁ ସବୁ ଫସଲ 20,000 ଟଙ୍କାରେ ବିକ୍ରି କରିଛି। ଦିଦି, ତୋ ଅପେକ୍ଷା ମୁଁ ବେଶୀ ପରିଶ୍ରମ କରିଛି। ତୋଠୁ ବେଶୀ ଟଙ୍କା ମୁଁ ନେବି। ଦିଦି, ମତେ ଶୀଘ୍ର ମୋ ଭାଗ ଦେ। ତୁ ଏ କ'ଣ କହୁଛୁ? ଜମି ଚାଷ କଲି ମୁଁ, ଫସଲ କାଟି ବିକ୍ରି କଲି ମୁଁ। ତୁ ତ କିଛି ବି କାମ କରିନୁ, ସବୁବେଳେ ବସି ବସି ଧ୍ୟାନ କରୁଥିଲୁ। ଦେଖିବାକୁ ଗଲେ ତୁ ଏ ଭାଗ ଟଙ୍କାରୁ କିଛି ବି ପାଇବୁନି। ସତରେ ତୁ ଭାରି ଅଳସୁଆ। ମୁଁ ଯଦି ଭଗବାନଙ୍କୁ ପ୍ରାର୍ଥନା କରିନଥାନ୍ତି ତୋର ଏତେ ଭଲ ଫସଲ କେବେ ବି ହେଇନଥାନ୍ତା, ବୁଝିଲୁ? ବେଶୀ ଆଉ ପାଟି ନ କରି ମତେ ମୋ ଭାଗ ଟଙ୍କା ଦେ। ନା, ମୁଁ ତତେ ଟଙ୍କାଟେ ବି ଦେବିନି। ପରିଶ୍ରମ କରିବି ମୁଁ ଆଉ ଫଳ ପାଇବୁ ତୁ। ଯା, ଚାଲି ଯା ଏଠୁ। ମୁଁ ମୋ ଭାଗ ଟଙ୍କା ନ ନେଇ ଏଠୁ କୁଆଡେ ବି ଯିବିନି। ଚୁପଚାପ ମତେ ମୋ ଭାଗ ଟଙ୍କା ଦେ। ଏମିତି ସେ ଦୁଇ ଭଉଣୀ ଭାଗ ଟଙ୍କା ପାଇଁ ଝଗଡ଼ା ଲାଗିଲେ। ସେମାନଙ୍କ ସମସ୍ୟା ସମାଧାନ ନ ହେବାରୁ ସେମାନେ ସେ ଜଙ୍ଗଲର ମୁଖିଆ ଚିଲ ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ତମ ସମସ୍ୟାର ସମାଧାନ କରିବା ଭାରି କଠିନ। ଜଣେ ପରିଶ୍ରମ କରିଛି ଆଉ ଜଣେ ବସି ବସି ଧ୍ୟାନ କରିଛି। କିଏ ଅଧିକ ଟଙ୍କା ପାଇବ? ମୁଁ ଅଧିକ ଟଙ୍କା ପାଇବି ମୁଖିଆ ଆଜ୍ଞା। ମୁଁ ଯଦି ଭଗବାନଙ୍କୁ ଧ୍ୟାନ କରିନଥାନ୍ତି ଭଗବାନ କେବେ ବି ଏତେ ଭଲ ଫସଲ ଦେଇନଥାନ୍ତେ। ସେଥିପାଇଁ ମୁଁ ଅଧିକ ଟଙ୍କା ପାଇବି। ନା ନା ମୁଖିଆ ଆଜ୍ଞା, ମୁଁ ଦିନ ରାତି ପରିଶ୍ରମ କରିଛି, ସେଥିପାଇଁ ମୁଁ ଅଧିକ ଟଙ୍କା ପାଇବି। ଚୁପ୍ କର ତମେ ଦୁଇ ଜଣ। ମୁଁ ଏମିତି ଏ ସମସ୍ୟାର ସମାଧାନ କରିପାରିବିନି। ମୁଁ ତମ ଦୁଇ ଜଣଙ୍କର ପରୀକ୍ଷା ନେବି, ତାପରେ ମୁଁ କହିପାରିବି କିଏ ଅଧିକ ଟଙ୍କା ନେବ। ତମେ ମାନେ ପରୀକ୍ଷା ଦେବାକୁ ରାଜି ତ? ହଁ ମୁଁ
ମୁଖିଆ ଆଜ୍ଞା ଆମେ ରାଜି, କୁହନ୍ତୁ ଆମେ କଣ କରିବୁ? ଏଠି କିଛି ସମୟ ଅପେକ୍ଷା କର, ମୁଁ ଏବେ ଆସୁଛି। ଏ 2 ବସ୍ତାରେ ଚାଉଳ ଆଉ ପଥର ମିଶିକି ଅଛି। ଏ 2 ବସ୍ତା ତମେ 2 ଜଣ ଘରକୁ ନେଇଯାଅ। ଯିଏ ଯେତେ ବେଶୀ ଚାଉଳରୁ ପଥର ଅଲଗା କରିବ ସେ ହିଁ ମୋ ପରୀକ୍ଷାରେ ଜିତିବ। ତମମାନଙ୍କ ପାଖରେ ଆଜି ରାତି ହିଁ ସମୟ ଅଛି। ଯାଅ, ଏବେ ଘରକୁ ଯାଅ। ସକାଳେ ଚାଉଳ ଆଉ ପଥର ଅଲଗା କରି ମୋ ପାଖକୁ ଆଣିବ। ତାପରେ ଯାଇ ମୁଁ କହିବି କିଏ ଅଧିକ ଟଙ୍କା ପାଇବ। ମୁଖିଆ ଚିଲର କଥା ଶୁଣି 2 ଭଉଣୀ 2 ବସ୍ତା ଚାଉଳ ନେଇ ଘରକୁ ଗଲେ। କୁନି ଘରକୁ ଫେରିବା ପରେ ହିଁ ଚାଉଳରୁ ପଥର ଅଲଗା କରୁଥିଲା। ସେପଟେ ମୁନି ଚାଉଳ ବସ୍ତାକୁ ସାମ୍ନାରେ ରଖି ଭଗବାନଙ୍କୁ ଧ୍ୟାନ କରି କହିଲା, ହେ ଭଗବାନ, ଚାଉଳରୁ ପଥରକୁ ଅଲଗା କରିଦିଅ। ଏଇ ଥରକ ମତେ ଜିତେଇ ଦିଅ ପ୍ରଭୁ। ଅଧରାତି ହେବା ପରେ ମୁନି ଭଗବାନଙ୍କୁ ପ୍ରାର୍ଥନା କରି ଶୋଇପଡ଼ିଲା। ସେପଟେ କୁନି ଲଣ୍ଠନ ଜଳି ରାତି ସାରା ଚାଉଳରୁ ପଥର ଅଲଗା କରୁଥିଲା। ପରଦିନ ସକାଳେ ମୁନି ଉଠିବା ପୂର୍ବରୁ ହିଁ କୁନି ତା ଚାଉଳ ବସ୍ତା ଆଉ ପଥର ଧରି ମୁଖିଆ ଚିଲ ପାଖକୁ ଗଲା। ମୁଖିଆ ଆଜ୍ଞା, ଏଇ ଦେଖନ୍ତୁ, ମୁଁ ଚାଉଳରୁ ପଥର ଅଲଗା କରିଦେଇଛି। ଭଲ କରିଛୁ। ଏବେ ଖାଲି ମୁନି ଆସୁ, ତାପରେ ମୁଁ ମୋ ବିଚାର କରିବି। କିଛି ସମୟ ପରେ ମୁନି ସେଠାକୁ ଆସିଲା। ଆରେ ମୁନି, ତୁ ଆସୁ ଆସୁ ଏତେ ଡେରି କାହିଁକି କରିଦେଲୁ? ଚାଉଳରୁ ପଥର ଅଲଗା କରିଛୁ ତ? ମୁଁ ମୋ ନିଜ ହାତରେ ଚାଉଳରୁ ପଥର ଅଲଗା କରିନି, ହେଲେ ମୋର ବିଶ୍ୱାସ ଅଛି ମୋ ଭଗବାନ ଚାଉଳରୁ ପଥର ଅଲଗା କରିଦେଇଥିବେ। ତା ମାନେ ତୁ ଟିକେ ବି ପରିଶ୍ରମ କରିନୁ? ଆଚ୍ଛା, ଖୋଲିଲୁ ତ ବସ୍ତା ଖୋଲିଲୁ। ତାପରେ ମୁନି ତା ଚାଉଳ ବସ୍ତା ଖୋଲିଲା ଆଉ ଭିତରର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା, କାରଣ ତାର ପୁରା ବସ୍ତା ଚାଉଳ ଆଉ ପଥରରେ ଭର୍ତ୍ତି ଥିଲା। ହା ହା ହା, ବୁଝିଲୁ ମୁନି, ଭଗବାନ ତତେ 2ଟି ହାତ ଦେଇଛନ୍ତି କାମ କରିବା ପାଇଁ, କେବଳ ପ୍ରାର୍ଥନା କରିବା ପାଇଁ ନୁହଁ। ପ୍ରାର୍ଥନା ସହ ତୁ ଯଦି ପରିଶ୍ରମ କରିଥାନ୍ତୁ ଆଜି ଭଲ ଫଳ ପାଇଥାନ୍ତୁ। ତମ ଜମିରେ ଭଲ ଫସଲ ଫଳିଛି କେବଳ କୁନିର ପରିଶ୍ରମ ପାଇଁ, ତୋ ଧ୍ୟାନ ପାଇଁ ନୁହଁ। ସେଥିପାଇଁ ଏ ସବୁ ଟଙ୍କା କୁନି ପାଇବ। କଣ ହେଇଛି ମୁଖିଆ ଆଜ୍ଞା? ମୋ 2 ଝିଅ କଣ କରିଛନ୍ତି? ସହରରୁ ଫେରିଲା ପରେ ମୁଁ ଶୁଣିଲି ଆପଣ ସେମାନଙ୍କର ବିଚାର କରୁଛନ୍ତି। ସେଥିପାଇଁ ମୁଁ ଶୀଘ୍ର ଆପଣଙ୍କ ଘରକୁ ଚାଲି ଆସିଲି। ଘଟଣା କଣ ମୋତେ କୁହନ୍ତୁ। ମୁଖିଆ ଚିଲ ଚମ୍ପା କାଉକୁ ସବୁ ଘଟଣା କହିଲା। ସବୁ ଶୁଣି ଚମ୍ପା କାଉ ଭୀଷଣ ରାଗିଗଲା। ମୁନି, ତୁ ଆଗ ଭଳି ଅଳସୁଆ ହେଇ ରହିଗଲୁ। ମୁଁ ତତେ ମୋ ଘରେ ରଖିପାରିବିନି। ତୁ ଆଜି ହିଁ ମୋ ଘରୁ ବାହାରି ଯା। ନା ନା ମା, ମତେ ଘରୁ ବାହାର କରନି। ମୁଁ ମୋ ଭୁଲ ବୁଝି ସାରିଛି। ପରିଶ୍ରମ ସଫଳତାର ଚାବିକାଠି। ଆଜିଠୁ ମୁଁ ବି ଦିଦି ଭଳି ପରିଶ୍ରମ କରିବି। ମତେ ଏଇ ଥରକ କ୍ଷମା କରିଦିଅ ମା। ଠିକ ଅଛି, ଆଉ କାନ୍ଦିନି। ତୁ ତ ଭୁଲ ବୁଝିପାରିଲୁ, ସେତିକି ବଡ଼ କଥା। ଚାଲ ଏବେ ଘରକୁ ଯିବା। ମୁନି, ତୁ ଆଉ ଦିନେ ବି ଏ କଥା ଭୁଲିବୁନି, ଆଉ ସବୁବେଳେ ପରିଶ୍ରମୀ ହେବୁ। ତାପରେ ସେମାନେ ଘରକୁ ଫେରିଗଲେ। ସେଦିନ ପରଠାରୁ ସମସ୍ତେ ଅନେକ ପରିଶ୍ରମ କରୁଥିଲେ ଆଉ ନିଜ ଜମିରେ ବିଭିନ୍ନ ପ୍ରକାରର ଚାଷ କରୁଥିଲେ। ଜଙ୍ଗଲର ଶେଷ ମୁଣ୍ଡରେ ଘର କରି ଏକ ବୁଢ଼ୀ ପିଶାଚୀ ରହୁଥିଲା। ପିଶାଚୀ ତା ଘର ସାମ୍ନାରେ ଏକ ଆଳୁଚପର ଦୋକାନ ଦେଇଥିଲା। ଜଙ୍ଗଲର ଅଧିକାଂଶ ଚଢ଼େଇ ପିଶାଚୀର ଆଳୁଚପ ଦୋକାନ କଥା ଜାଣିଥିଲେ। କେହି ବି ତା ଘର ରାସ୍ତା ଦେଇ ଯିବା ଆସିବା କରୁନଥିଲେ। ହେଲେ ଯିଏ ବି ସେ ରାସ୍ତାରେ ଯାଉଥିଲା ଆଉ ପିଶାଚୀର ଆଳୁଚପ ଖାଉଥିଲା, ତାଙ୍କ ସହ କଣ ହେଉଥିଲା ଆସନ୍ତୁ ଜାଣିବା। ଅଛି ମୋ ପାଖରେ ଏମିତି ମସଲା, ଦେବି ମୁଁ ଆଳୁ ଚପରେ ଢାଳି। ଯିଏ ବି ଖାଇବ ମୋ ଆଳୁଚପ ସିଏ ସାରା ଜୀବନ ବନ୍ଦୀ ହେଇ ରହିବ ଏଠି। ଆଜି ଘରକୁ ଫେରୁ ଫେରୁ ଅନେକ ରାତି ହେଇଗଲା। ଭାରି ଭୋକ ବି ଲାଗିଲାଣି। ଯଦି କୋଉଠି ଖାଇବା ମିଳିଯାଆନ୍ତା। ହେଲେ ଏତେ ରାତିରେ କିଏ ଦୋକାନ ଖୋଲିଥିବ? ଆରେ, ଆଗରେ କଣ ଏକ ଆଳୁଚପର ଦୋକାନ ଅଛି। ଯାଏ କିଛି ଖାଇନିଏ। ଆରେ ବାବୁ, ଆପଣ ଆଳୁଚପ ଖାଇବେ କି? ହଁ, ମତେ 2ଟି ଆଳୁଚପ ଦିଅ। ଆଚ୍ଛା, ଏତେ ରାତି ହେଲାଣି ତୁମେ ଦୋକାନ କାହିଁକି ଖୋଲିଛ? ମୋ ଦୁଃଖ କଥା କଣ ଆଉ କହିବି। ମୁଁ ତ ବୁଢ଼ୀ ଲୋକ, ଜଙ୍ଗଲରେ ବୁଲି ବୁଲି ଆଳୁଚପ ବିକ୍ରି କରିପାରିବିନି। ସେଥିପାଇଁ ଘର ଆଗରେ ଦୋକାନ ଦେଇ ଆଳୁଚପ ବିକ୍ରି କରୁଛି। ଏ ରାସ୍ତା ଦେଇ ବେଶୀ ଚଢ଼େଇ ଯିବା ଆସିବା କରନ୍ତିନି। ସେଥିପାଇଁ ଦିନ ରାତି ଦୋକାନ ଖୋଲି ମୁଁ ବସିଥାଏ।
ଆରେ ମୋହନ, ଏ ଦୁଇଟି ଆଳୁଚପ ଆଣିଲୁ। ମୋହନ ନାମକ ଏକ ଚଢ଼େଇ ଦୁଇଟି ଆଳୁଚପ ନେଇ ରାଜୁକୁ ଦେଲା। ମୋହନର ଆଖି ଦୁଇଟି ଥିଲା ପୁରା ଧଳା। ତାକୁ ଦେଖି ରାଜୁ ଟିକେ ଡରିଗଲା। ସେ ପିଶାଚୀକୁ ପଚାରିଲା, ଏ ମୋହନର ଦେହ ଭଲ ନାହିଁ କି? ତା ଆଖି ଏମିତି ଧଳା କ'ଣ ପାଇଁ? ଆଉ ସେ କିଛି କଥା କହୁନି କାହିଁକି? ସେସବୁ ଜାଣି ଆପଣ କ'ଣ କରିବେ? କିଛି ସମୟ ପରେ ତ ଆପଣ ବି ତା ଭଳି ହେଇଯିବେ। ମାନେ? ନା ନା, ସେ କିଛି ନୁହଁ। ଆପଣଙ୍କ ଆଳୁଚପ ଥଣ୍ଡା ହେଇଯାଉଛି, ଖାଇ ନିଅନ୍ତୁ। ବାଃ, ତୁମ ଆଳୁଚପ ତ ଭାରି ସ୍ୱାଦିଷ୍ଟ ଥିଲା। କେତେ ଟଙ୍କା ଦେବି କୁହ? ଆଉ ତତେ ଟଙ୍କା ଦେବାକୁ ପଡ଼ିବନି। ତୁମ ଆଳୁଚପର ଦାମ ଦେଇପାରିବୁନି। ମାନେ? ତୁମେ ଏମିତି କାହିଁକି କହୁଛ? କ'ଣ ଖାଲି ମାନେ ମାନେ କରୁଛୁ? ତୁ କ'ଣ ଏଯାଏଁ କିଛି ବୁଝିପାରିଲୁନି? ମୋ ଆଳୁଚପର ଦାମ ହେଲା ତୋ ଜୀବନ। ଆଜିଠୁ ତୁ ସାରା ଜୀବନ ମୋ ଗୋଲାମ ହେଇ ରହିବୁ। ନା ନା, ମତେ ଛାଡ଼ି ଦିଅ। ତୁ ଆଉ କେବେ ବି ମୋ ପାଖରୁ ମୁକ୍ତ ହେଇପାରିବୁନି। ମାଲିକାଣୀ, ଆଜିଠୁ ମୁଁ ତୁମ ଗୋଲାମ। ମତେ ଆଦେଶ ଦିଅନ୍ତୁ। ଆରେ ସାଙ୍ଗମାନେ, ଜାଣିଛ ରାଜୁ କାକା କାଲି ପାଖରୁ ମିଳୁନାହାନ୍ତି। ସମସ୍ତେ କହୁଛନ୍ତି ଜଙ୍ଗଲର ଶେଷ ମୁଣ୍ଡରେ ରହୁଥିବା ସେ ପିଶାଚୀ ରାଜୁ କାକାଙ୍କର କିଛି କ୍ଷତି କରିଦେଇଛି। ସେ ପିଶାଚୀ ଆଳୁଚପର ଦୋକାନ ଦେଇଛି। ଯିଏ ବି ତା ଆଳୁଚପ ଖାଏ ସେ ତାର ଗୋଲାମ ହେଇଯାଏ। କ'ଣ ହେଲା? ପିଶାଚୀ ସେସବୁ କ'ଣ ଆଉ ଅଛନ୍ତି? ସେମାନେ ଆଗରୁ ଥିଲେ। ଏବେ ସେ ଭୂତ ପିଶାଚୀ ଏ ଦୁନିଆରେ ନାହାନ୍ତି। ମୁଁ ସତ କଥା ଜାଣିଲି। ଗାଁ ଲୋକଙ୍କ ପାଖରୁ ଯାହା ଶୁଣିଲି ତାହା କହିଲି। ମୁଁ ଶୁଣା କଥାକୁ ବିଶ୍ୱାସ କରେନି। ମୁଁ ଆଜି ରାତିରେ ସେଠାକୁ ଯାଇ ଦେଖିବି ସତରେ ସେଠି ପିଶାଚୀର ଦୋକାନ ଅଛି କି ନାହିଁ। ଯଦି ଥାଏ ବି ମତେ ଆଳୁଚପ ଖାଇବାକୁ ମିଳିଯିବ। ଆରେ ତୁ କ'ଣ କହୁଛୁ? ତୋ ମୁଣ୍ଡ ଠିକ ଅଛି ତ? ତୁ ଯଦି ଥରେ ସେଠାକୁ ଯାଇ ପିଶାଚୀର ଆଳୁଚପ ଖାଇବୁ, ତୁ ଆଉ ଦିନେ ବି ସେଠାରୁ ଆସିପାରିବୁନି। ସେଦିନ ରାତିରେ ହିଁ ମୁନା ଜଙ୍ଗଲ ଭିତରକୁ ଗଲା। ସେ ଦେଖିଲା ସେଠି ସତ ସତିକା ଏକ ଆଳୁଚପର ଦୋକାନ ଅଛି। ପିଶାଚୀ ଯେମିତି ମୁନାକୁ ଦେଖିଲା ସେ ତ ଖୁବ୍ ଖୁସି ହେଇଗଲା। ସେ ମୁନାକୁ ଆଦର କରି ତା ପାଖକୁ ଡାକିଲା। ଆରେ ପୁଅ, ଆ ମୋ ଦୋକାନକୁ ଆ। ଆଳୁଚପ ଖାଇବୁ କି? ହଁ ଖାଇବି ଯେ, ହେଲେ ମୋ ପାଖରେ ତ ଟଙ୍କା ନାହିଁ। ଓହୋ, ତୁ ଟଙ୍କା କଥା ଚିନ୍ତା କରନି। ତୁ ଖାଲି ପେଟ ପୁରା ଆଳୁଚପ ଖା। ମତେ ଟଙ୍କା ଦେବା ଦରକାର ନାହିଁ। ଆରେ ଇଏ କ'ଣ ମତେ ମାଗଣାରେ ଖାଇବାକୁ ଦେଉଛି? ଏମିତି ତ ମାଗଣାରେ କାହାକୁ କେହି କିଛି ଦିଅନ୍ତିନି। ଇଏ ନିଶ୍ଚୟ ମୁଁ ଶୁଣିଥିବା ସେ ପିଶାଚୀ ହେଇଥିବ। ଏବେ ମୁଁ ୟା ପାଖରୁ ରକ୍ଷା କେମିତି ପାଇବି? କ'ଣ କିରେ ପୁଅ, କ'ଣ ଚିନ୍ତା କରୁଛୁ? ନେ କିଛି ଆଳୁଚପ ଖାଇନେ। ହଁ ହଁ, ମତେ 50ଟା ଆଳୁଚପ ଦିଅ, ମୁଁ ଖାଇବି। ଏତେ ଗୁଡ଼େ ଆଳୁଚପ ତୁ କ'ଣ ଖାଇପାରିବୁ? ହଁ ହଁ, ମୁଁ ଖାଇପାରିବି। ମତେ ଭାରି ଭୋକ ଲାଗୁଛି। ଏତେ ଗୁଡ଼େ ଆଳୁଚପ ପାଇଁ ମୋ ପାଖରେ ଏବେ ମସଲା ନାହିଁ। ଆଚ୍ଛା ହଉ, ତୁ ଟିକେ ଏଠି ବସିଥା। ମୁଁ ଯାଉଛି ମୋ ଘରୁ ମସଲା ନେଇ ଆସିବି। ମୁଁ ବି ଯାଇ ଦେଖେ ପିଶାଚୀ ଘର ଭିତରେ କ'ଣ କରୁଛି। ଆରେ ଆରେ, ସେ ପିଲାଟା କ'ଣ ସତରେ 50ଟା ଆଳୁଚପ ଖାଇପାରିବ? ଯଦି ନ ଖାଇପାରିବ ସେ ମୋ ଗୋଲାମ ହେଇ ରହିପାରିବନି। ଯଦି ମୁଁ ଏବେ ତାକୁ ଆଳୁଚପ ନ ଦେବି ସେ ଏଠୁ ପଳେଇବ। ନା ନା, ମୁଁ ତାକୁ ଆଗ ଆଳୁଚପ ଦିଏ। ପିଶାଚୀର ଏ ସବୁ କଥା ମୁନା ଶୁଣିପାରିଲା। ସେ ପୁଣି ଥରେ ବସିବା ପାଇଁ ଚାଲିଗଲା। ଆଚ୍ଛା, ତାହେଲେ ଏ ପିଶାଚୀ ସମସ୍ତଙ୍କୁ ଏମିତି ଗୋଲାମ ବନଉଛି। ତାକୁ ଶାସ୍ତି ଦେବା ପାଇଁ ମତେ ଗୋଟେ ଉପାୟ ମିଳିଗଲା। ଏଇ ନେ ତ 50ଟା ଆଳୁଚପ। ଶୀଘ୍ର ଶୀଘ୍ର ଖାଇନେ, ନହେଲେ ଥଣ୍ଡା ହେଇଯିବ। ମୁନା ଖାଇବା ଆରମ୍ଭ କଲା। ସେ ବହୁତ ଧୀରେ ଧୀରେ ଖାଉଥିଲା, ଯେମିତି ତା ଖାଇବା ଶୀଘ୍ର ସରିବନି। ସମୟ ଗଡ଼ି ଚାଲିଲା। ଦେଖୁ ଦେଖୁ ସକାଳ ହେଇଗଲା। ଆରେ ଆରେ, ଏ ବଦମାସ ପିଲା ଏଯାଏଁ ଖାଇସାରିଲାନି। ଏପଟେ ସକାଳ ହେଇଗଲାଣି। ସକାଳେ ମୋ ଯାଦୁ କିଛି କାମ କରିବନି। ସୂର୍ଯ୍ୟର କିରଣ ମୁଁ ସହିପାରେନି।
ଏ ପିଲାକୁ ମୁଁ ଶୀଘ୍ର ଏଠୁ ବାହାର କରେ। ଏଇ ପିଲା ବାହାର ବାହାର ମୋ ଦୋକାନରୁ। ଆରେ ଆରେ ମତେ ଦୋକାନରୁ କାହିଁକି ବାହାର କରୁଛ? ମୁଁ ଆହୁରି 20ଟା ଆଳୁଚପ ଖାଇବି, ମତେ ଦିଅ। ଚୁପ୍ କର, ପୁରା ଖାଇ ସାରିନି। କହିଲା କଣ ନା ଆହୁରି 20ଟା ଆଳୁଚପ ଖାଇବ। ଦେ ଦେ ମୋ ଆଳୁଚପ, ମୋ ଦୋକାନରୁ ଶୀଘ୍ର ବାହାର। ଏମିତି କହି ପିଶାଚି ମୁନାକୁ ତା ଦୋକାନରୁ ବାହାର କରି ତା ଦୋକାନ ବନ୍ଦ କରିଦେଲା। ମୁନା ଖୁସିରେ ନିଜ ଘରକୁ ଫେରି ଆସିଲା। ତାପରେ ସେ ତା ସାଙ୍ଗମାନଙ୍କ ପାଖକୁ ଗଲା ଆଉ ତାର ସାଙ୍ଗମାନଙ୍କୁ ସବୁ ଘଟଣା କହିଲା। ମୁଁ ଆଜି ରାତି ବି ପୁଣି ଥରେ ସେ ପିଶାଚିର ଦୋକାନକୁ ଯିବି ଆଉ ଆଳୁଚପ ଖାଇ ଆସିବି। ଆରେ ମୁନା, ସେ ଭୁଲ ଆଉ କରନି। ଗତ ରାତି ସିନା ଆସ୍ତେ ଆସ୍ତେ ଖାଇ ପିଶାଚି ପାଖରୁ ମୁକ୍ତ ହେଇଗଲୁ, ଆଜି କେମିତି ଫେରିବୁ? ମୋର କିଛି ବି ହେବନି। ସେ ଦୁଷ୍ଟ ପିଶାଚିକୁ ଶାସ୍ତି ଦେବା ପାଇଁ ମୁଁ ଏକ ଉପାୟ ଚିନ୍ତା କରିଛି। ଏମିତି ସେଦିନ ରାତିରେ ପୁଣି ଥରେ ମୁନା ପିଶାଚିର ଦୋକାନକୁ ଗଲା। ତାକୁ ଦେଖି ପିଶାଚି କହିଲା, ଆରେ ବଦମାସ ପିଲା, ଆଜି ପୁଣି ଆସିଲୁ। କାଲି ସିନା ତୁମ ପାଖରୁ ଖସି ଯାଇଥିଲୁ, ଆଜି କେମିତି ଯିବୁ ଦେଖିବି। କିରେ ପୁଅ, ଆଜି ବି ଆଳୁଚପ ଖାଇବାକୁ ଆସିଛୁ? କେତେଟା ଖାଇବୁ କହ? ଆଜି ବି ମତେ 50ଟା ଆଳୁଚପ ଦିଅ, ମୁଁ ଖାଇବି। ଗତ ରାତି ଏତେ ଗୁଡ଼ିଏ ଆଳୁଚପ ନେଇ ଖୁବ୍ ଆସ୍ତେ ଆସ୍ତେ ଖାଇ ଭଲ ନାଟ ଲଗେଇଥିଲୁ। ଆଜି ସେମିତି କରନି। ଆଗ 10ଟା ଆଳୁଚପ ନେଇ ଖା, ସରିଲେ ମୁଁ ଆଉ 10ଟା ଦେବି। ଏମିତି କହି ପିଶାଚି ମୁନାକୁ 10ଟା ଆଳୁଚପ ଖାଇବାକୁ ଦେଲା। ମୁନା ବି ଆଳୁଚପ ଖାଇଲା। କିଛି ସମୟ ପରେ ସେ ସବୁ ଆଳୁଚପ ଖାଇ ଶେଷ କରିଦେଲା। ଏମିତି ଦେଖି ପିଶାଚି ଖୁବ୍ ଖୁସି ହେଇଗଲା। ଆଜି ଯିବୁ କୁଆଡ଼େ ପିଲା? ଆଜିଠୁ ତୁ ଗୋଲାମ ହେଇ ରହିବୁ ଆଉ ମୁଁ ହେବି ତୋର ମାଲିକାଣୀ। ଆଦେଶ ଦିଅନ୍ତୁ ମାଲିକାଣୀ। କାଲି ତୁମ ଆଳୁଚପ ଖାଇ ଖାଇ ମୋର ଅଧା ମସଲା ନଷ୍ଟ କରିଦେଇଥିଲୁ। ଯା ବଜାରରୁ ଆଳୁଚପର ସବୁ ସାମଗ୍ରୀ ଚୋରି କରି ଆଣିବୁ। ତାପରେ ପିଶାଚି ଆଳୁଚପ ତିଆରି କରିବାରେ ଲାଗି ପଡ଼ିଲା। ମୁନା ଶୀଘ୍ର ବାହାରକୁ ଗଲା ଆଉ ସେ ଲୁଚେଇଥିବା ଏକ ଆଳୁଚପ ବାହାର କରି ପିଶାଚିକୁ ଦେଖେଇ କହିଲା, ମୁଁ କାହିଁ ତ ଗୋଲାମ ହେଇ ରହିବି? ମୋ ଆଳୁଚପ ଖିଆ ସରି ନଥିଲା। ବୋକା ପିଶାଚି, ମୁଁ ତ ଗୋଲାମ ହେବାର ଆକ୍ଟିଂ କରୁଥିଲି, ତୁ ଜାଣିପାରିଲୁନି। ବଦମାସ ପିଲା, ଆଜି ପୁଣି ମତେ ଠକିଦେଲୁ। ମୁଁ ତତେ ଛାଡ଼ିବିନି। ଦେ ଦେ ମୋ ଆଳୁଚପ, ରହ କହୁଛି। ମୁନା ବହୁତ ଶୀଘ୍ର ଶୀଘ୍ର ଉଡ଼ୁଥିଲା। ବୁଢ଼ୀ ପିଶାଚି ତାକୁ ଧରି ପାରିଲାନି। କିଛି ସମୟ ପରେ ସକାଳ ହେଇଗଲା। ସୂର୍ଯ୍ୟର କିରଣ ଯେମିତି ପିଶାଚି ଦେହରେ ବାଜିଲା, ପିଶାଚି ଦେହରେ ନିଆଁ ଲାଗିଗଲା। ପିଶାଚି ସେଇ ନିଆଁରେ ଜଳି ଶେଷ ହେଇଗଲା।